ବେଶୀ ଅନୁକୂଳ ଭାବେ ବସନ୍ତପୁର ମାଟିରେ ନଦୀ କୂଳ ଦୁଃଖଟାକୁ ଶୁଭମନ୍ଦିର ସେ ନିର୍ଣ୍ଣୟ କରୁଛନ୍ତି। ଏଇଥିପାଇଁ ନଦୀ କୂଳ ଅଛି, ଲକ୍ଷାଧିକ ଲୋକଙ୍କର ସମାଗମ ହବ, ମାସାଧିକ କାଳ ହରିଯଜ୍ଞ ଅନୁଷ୍ଠିତ ହବ। ଏଇଥିପାଇଁ ଆମେ ଏତିକି ବ୍ୟକ୍ତିରେ ସାମାନ୍ୟ ଆମ ଦ୍ୱାରା ଯେ ଗୋଟେ ଅଷ୍ଟପହରୀ ସମ୍ଭବ ନୁହେଁ, ଆମେ ଯେତିକି ବସିଛନ୍ତି, କିନ୍ତୁ ଆମ ମଧ୍ୟରେ ବସିଥିବା ବ୍ୟକ୍ତିଙ୍କର ସାହସ, ଶକ୍ତି ଏବଂ ଭରସା ଏବଂ ଆମ ସମସ୍ତଙ୍କର ସେ ଭରସା ସେ ସମସ୍ତଙ୍କୁ କହିଛନ୍ତି ଯେ ହରିଙ୍କର ପ୍ରିୟ ସମସ୍ତେ, ହରିଙ୍କ ପାଇଁ ସମସ୍ତେ ଅଛନ୍ତି। ରାଜବାବୁ ତମେ ସମସ୍ତେ ଆଗବାର ହରି ପାଇଁ ସମସ୍ତେ ଅଛନ୍ତି, କିଛି ଅସୁବିଧା ହବ ନାହିଁ। ମୁଁ ନିମିତ୍ତ ମାତ୍ର, ମୁଁ ଭରତ ନାୟକ ନିମିତ୍ତ ମାତ୍ର, କିନ୍ତୁ ବହୁ ସଂଖ୍ୟାରେ ଲୋକଙ୍କର ହରି ଭକ୍ତରେ ବର୍ଣ୍ଣଦାନ କରିବା ପାଇଁ ଇଚ୍ଛା ପ୍ରକଟ କରନ୍ତି। ବହୁତ ଧନୀଗଲେ ବ୍ୟକ୍ତିମାନେ ମଧ୍ୟ ଇଚ୍ଛା ପ୍ରକଟ କରନ୍ତି। ଯେତେବେଳେ ହରିଯଜ୍ଞ ହୁଏ ସେ ଯଜ୍ଞରେ ମୁଁ କେମିତି ଅନ୍ନଦାନ କରିବି, ବଡ଼ ବଡ଼ ବ୍ୟକ୍ତିମାନଙ୍କର ମଧ୍ୟ ଅନୁଦାନ ଏଇଠି ରହିବ। ଆଜି ଗୁଣ୍ଡୁଚି ମୂଷାଟିଏ ହୋଇ ତାଙ୍କ ଆବାହକ କ୍ରମେ ଆମେ ଯେଉଁମାନେ ଏଠି ଆସିକି ବସିଛନ୍ତି ଆମେ ନିମିତ୍ତ ମାତ୍ର। ଆମେ ତାଙ୍କ ହରିହାଟରେ ଯେଉଁ ଖର୍ଚ୍ଚ ସାମୂହିକ ଖର୍ଚ୍ଚ ହବ ସେ ଖର୍ଚ୍ଚକୁ ଆମେ ସମୁଦ୍ରକୁ ସଙ୍ଗେ ବଳିବା। ସେ ହରିହାଟରେ ଆପଣମାନେ ଭାବୁଥିବେ ଯେ ଆମେ ଏଠିକି ବସିଛନ୍ତି, ଆମ ଏଠିକି ଦ୍ୱାରା କ'ଣ ହରିହାଟରେ ସମ୍ଭବ ହବ? ଗୋଟେ ଗାଁରେ ଗାଁ ସାରା ଆମେ ହଜାରେ 500 ଚାନ୍ଦା ଦେଲେ ସେଟା 24 ସମ୍ଭବ ହଉନି। ଅନେକ ଗାଁରେ ଅନେକ ଅଷ୍ଟପହରୀ 24 ଗଢ଼ି ଉଠୁଛି, ଅନେକ ଗାଁରେ ବୁଡ଼ିଗଲାଣି, ଅନେକ ଗାଁରେ କୀର୍ତ୍ତନ ମଣ୍ଡଳୀ ଗଢ଼ି ଉଠିଲାଣି, ମହିଳା କୀର୍ତ୍ତନ ମଣ୍ଡଳୀ, ଅନେକ କୀର୍ତ୍ତନ ମଣ୍ଡଳୀ ଏ ଗାଁରୁ ଲିଭିଗଲାଣି, ହେଇଗଲାଣି। ଏହି ପରିପ୍ରେକ୍ଷୀରେ ଏ ହରିହାଟଟିଏ ଜନ୍ମ ନେବା ପ୍ରାୟ ସମସ୍ତଙ୍କ ପାଇଁ ବିଚିତ୍ର। ଭରତ ବାବୁ ଆସି ନୁହନ୍ତି, ଦୀର୍ଘ 6 ମାସ ହବ, ଦୀର୍ଘ 6 ମାସ ପୂର୍ବରୁ ସେ ଅନେକ ଆମକୁ ବୈଠକ ଡାକିଛନ୍ତି, ପ୍ରସ୍ତୁତି ବୈଠକ 10 ଜଣ 12 ଜଣ ଗାଁ ଗାଁ ବୈଠକ ଡାକିଛନ୍ତି, ଗାଁ ଗାଁ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତ୍ୟେକ ଗାଁକୁ ନ ଯାଇଛନ୍ତି ବୋଲି ମୁଁ ଅନୁମାନ କରୁନାହିଁ, ଅନେକ ଗ୍ରାମକୁ ଟିକେ ବଡ଼ ବଡ଼ ଗାଁକୁ ଯାଇଛନ୍ତି, ଅନୁଭବ କରିଛନ୍ତି। ଯୋଉ ଗାଁରେ ସଂକୀର୍ତ୍ତନ ମଣ୍ଡଳୀଟିଏ ଅଛି ସମସ୍ତେ ସେ ଭରସା କରିଛନ୍ତି ଯେ ଆମ ଅଞ୍ଚଳରେ ଯେତେବେଳେ ହରିହାଟଟିଏ ଜନ୍ମ ନେବ, ଆମ ଅଞ୍ଚଳର ପ୍ରଧାନ ସହଯୋଗ ଏରିଆ ଯେ ଆମ ଗାଁ ଗାଁରେ ଯେଉଁ ସଂକୀର୍ତ୍ତନ ମଣ୍ଡଳୀ ଅଛି, ଆମେ ପଶୁ ସଂକୀର୍ତ୍ତନ ମଣ୍ଡଳୀ ଆମେ ଚେଷ୍ଟା କରିବା।